ପୁଣି ଦେଖିବା ମିଥୁନ ରାଶି ଭାଇ ଭଉଣୀମାନେ 5-3, 6-3, 7-3 2026 ମସିହା କିପରି କଟିବ ଜାଣିବା ଦରକାର। ଜାଣିଲେ ଜିଣିବା। ଏଇଟା ବର୍ତ୍ତମାନ ଦେଖିବା ଯେ ମିଥୁନ ରାଶି ଭାଇ ଭଉଣୀମାନେ ଯେଉଁ ରହିଲେ ପୃଥିବୀରେ ତାଙ୍କର 26 ମସିହା କିପରି କଟୁଛି। କ୍ୟାରିୟର ବ୍ୟବସାୟ ଯେ ବର୍ଷର ଆମର ଯେଉଁ ପ୍ରଥମ 6 ମାସେ 26 ମେ ପର୍ଯ୍ୟନ୍ତ ଭଲ ରହିବ। କିଛି ପରିବର୍ତ୍ତନ କର୍ମରେ ଆସୁଛି, ବ୍ୟବସାୟରେ ଆସୁଛି। ଚାକିରିରେ ଉନ୍ନତ ମାନ ସମ୍ମାନ ବୁଦ୍ଧି ଯୋଗ ରହିଛି। କୌଣସି ଭଲ କାମ ଆପଣ କରିବେ। ଆପଣ ଯେ ଭଲ ଲୋକ ମିଥୁନ ରାଶି ଭାଇ ଭଉଣୀମାନେ ଭଲ, ସେମାନେ ଭଲ କର୍ମ ପ୍ରାୟ କରନ୍ତି। ନୂତନ ସୁଯୋଗ ବ୍ୟବସାୟୀମାନଙ୍କ ପାଇଁ ଏ ବର୍ଷ ନୂତନ ଚୁକ୍ତି ବା ବ୍ୟବସାୟିକ ସମ୍ପ୍ରସାରଣ, ବ୍ୟବସାୟକୁ ବଢ଼େଇବା ଯୋଗ ରହିଛି। ଉତ୍ତମ ହେବ। କାହା କଥା ନ ଶୁଣି ବ୍ୟବସାୟ ବଢ଼ାନ୍ତୁ। ନୂତନ ଶୈଳୀରେ ବ୍ୟବସାୟ ବଢ଼ାନ୍ତୁ। ଆଉ ଆପଣ ପରିବର୍ତ୍ତନ ପ୍ରିୟ, ପରିବର୍ତ୍ତନ କଲେ ବି ବର୍ତ୍ତମାନକୁ କିଛି ଲାଭ ବି ତା ଦେହରେ ରହିଛି। ଆର୍ଥିକ ସ୍ଥିତି, ଆର୍ଥିକ ଦୃଷ୍ଟିକୋଣରୁ ଏ ବର୍ଷଟି ବହୁତ ଭଲ ରହିବ। ପୁରୁଣା ନିବେଶରୁ ଭଲ ଲାଭ ଆସିବ, ଯାହା ଆପଣଙ୍କୁ ପ୍ରଭାବିତ କରିବ। ଗୋଟେ LIC କରିଛନ୍ତି ଏଇ ବର୍ଷ ଟଙ୍କା ପାଇବେ, ସାଧାରଣ କଥା। ଆଉ କ'ଣ, ଏମିତି ପୁରୁଣା ନିବେଶରୁ ଯେ ନିବେଶ କରିଥିବେ, ଯେ ନ କରିଥିବ ସେ ପାଇବ। ନିବେଶରୁ ଏ ବର୍ଷ ଟଙ୍କା ପାଇବେ, ମନସ୍କାମନା ପୂର୍ଣ୍ଣ ହେବ। ପାରିବାରିକ ପ୍ରେମ ଜୀବନ, ଫ୍ୟାମିଲି ଆଣ୍ଡ ଲଭ୍, ଖୁସିର ବାତାବରଣ, ପରିବାରରେ ଶାନ୍ତି ବଜାୟ ରହୁଛି। ସନ୍ତାନ ସୁଖ ମିଳିବାର ଆଶା ରହୁଛି। ସନ୍ତାନ ସୁଖ ହେଲେ ସନ୍ତାନ ହେବ, କାରଣ ସନ୍ତାନ ପିଲାମାନେ ଉନ୍ନତି କାମ କରିବେ, ବାହାରକୁ ଯିବେ, ଭଲ ପାଠ ପଢ଼ିବେ, ଭଲ ନାଁ କରିବେ। ଆପଣ ବାପା ମା' ହିସାବରେ ଆପଣ ବହୁତ ଖୁସି ଲାଗିବ। ତାପରେ ବିବାହ ଯେଉଁମାନେ ଅବିବାହିତ ଅଛନ୍ତି ସେମାନଙ୍କର ପାଇଁ ବିବାହ ପ୍ରସ୍ତାବ ଆସିବାର 90% ଆଶା ରହିଛି। ପ୍ରେମୀ ଯୁଗଳଙ୍କ ପାଇଁ ଏ ବର୍ଷଟି ରୋମାଞ୍ଚକର ପରିସ୍ଥିତି ରହିବ ଏବଂ ସଫଳତାର ସହ ସମ୍ପର୍କରେ ଯୋଡ଼ି ହେବେ। ବର୍ତ୍ତମାନ ମିଥୁନ ରାଶିର ଯେତେ ଭାଇମାନେ ରହିଲେ ଜଗନ୍ନାଥ ପାଇଁ ନିବେଦନ କରୁଛି, ଏ ନୂଆବର୍ଷଟି ସେମାନଙ୍କର ଶରୀର, ଧନ, କର୍ମ, ଆୟ, ବ୍ୟୟ ସବୁ ସମାନ ରଖନ୍ତୁ। ଏତିକି ଜଗନ୍ନାଥ ପାଇଁ ମୋର ନିବେଦନ। ଫେର ଦେଖିବା ପରବର୍ତ୍ତୀ ରାଶି।